ତ ଗୁଡ୍ ଇଭିନିଂ ଏଭ୍ରିୱାନ୍ ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ତ ୱେଲକମ୍ ବ୍ୟାକ୍ ଆୱାର ସାଇବର ଉତ୍କଳ ଚ୍ୟାନେଲକୁ। ତ ଆଗରୁ ଆମେ ଏସ୍କ୍ୟୁଏଲ୍ ଆଜିର ହେଉଛି ଡେ 4, ଡେ 3ରେ ଆମେ ଇନସର୍ଟ କରିଦେଇଥିଲେ ଡାଟାକୁ। ତ ଡେ କ'ଣ ଡେ 4 ଆମେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଶିଖିବା, ଯେଉଁଟାକି ଏସ୍କ୍ୟୁଏଲ୍ର କହିବାକୁ ଗଲେ କ'ଣ ମାନେ ଆମେ ଘର ବନେଇ ଦେଇଥିଲେ, ଯେଉଁଟା ମୁଁ ଏଠି ଦେଖାଇ ଦେଉଛି। ଯେଉଁଟା ଆମେ କ'ଣ କରିଥିଲେ ନା ଗୋଟେ ଘର ବନେଇ ଦେଇଥିଲେ, ପ୍ରବେଶ ବନେଇଥିଲେ, ଟେବୁଲ ବନେଇଥିଲେ, ଡାଟା ଟେବୁଲରୁ କେମିତି କ'ଣ ଜିନିଷ କେମିତି ବାହାର করে ସେଇଟା ଶିଖି ଯାଇଥିଲେ। ତ ଫାର୍ଷ୍ଟ ଜିନିଷ କ'ଣ ଥିଲା ନା ପୂର୍ବ ଭିଡ଼ିଓରେ ମୁଁ ଡାଇରେକ୍ଟ ନୋଟ୍ସ ପ୍ରୋଭାଇଡ଼ କରିନଥିଲି, ସେଥିପାଇଁ ବହୁତ ସାଙ୍ଗମାନେ କହିଲେ ଯେ ତୁ ନୋଟ୍ ପ୍ରୋଭାଇଡ଼ କରୁନୁ, ଆମକୁ ଅସୁବିଧା ହେଉଛି, ବୁଝି ତ ହେଉଛି ହେଲେ ଆମକୁ ଅସୁବିଧା ହେଉଛି ନୋଟ୍ ବନାଇବା ପାଇଁ କି ରିଭିଜନ୍ ଟାଇମ୍ରେ ଆମକୁ ପୁଣି ଆଜ୍ଞା ରିପ୍ଲେ କରିବାକୁ ପଡ଼ୁଛି ଭିଡ଼ିଓ। ତ କ'ଣ ଟେନସନ୍ ନାହିଁ, ଆପଣଙ୍କ ପାଇଁ ମୁଁ ସିର୍ଫ ଆପଣଙ୍କ ପାଇଁ ମାନେ ବୁକ୍ ଅଛି ରିରାଇଟ୍ କରିଛି। ମାନେ ଏଠି ଆପଣ ଦେଖିପାରୁଥିବେ ଡେଫିନେସନ୍ ଇଂଲିଶ ଲେଖା ହେଇଛି, ଦେଖିବେ, ପୁଣି ଏକ୍ସପ୍ଲେନେସନ୍ ବି ଓଡ଼ିଆରେ କରିଛି। ଠିକ୍ ଅଛି, ତ ଏବେ ମୁଁ ଭାବୁଛି ଆପଣଙ୍କୁ କୋଶ୍ଚିନ୍ ଆନ୍ସର୍ ମୁଁ ଦେଇଦେଇଥିବି। ଠିକ୍ ଅଛି, ମାନେ ଏଇ ଏକ୍ସପ୍ଲେନେସନ୍ ମୁଁ ଯେମିତି କଥା ହେଇଥିଲି ଓଡ଼ିଶାରେ ଫାର୍ଷ୍ଟ ଟାଇମ୍ ପାଇଁ କ'ଣ ହେବାକୁ ଯାଉଛି, ଯେଉଁଟାକି ଓଡ଼ିଶା ପିଲା ହିନ୍ଦୀ ଇଂଲିଶ ଓଡ଼ିଆ ତିନିଟା ଲାଙ୍ଗୁଏଜ୍ ନେଇ ଭିଡ଼ିଓ କରିବ। ଠିକ୍ ଅଛି, ଆଉ ବୁକ୍ ବି ମଧ୍ୟ ଦେବ, ସବୁ ଫ୍ରିଲି ଆପଣଙ୍କୁ ସବୁ ମିଳିଯିବ। ଆପଣଙ୍କ ଦାୟିତ୍ୱ କେବଳ ହେଉଛି କ'ଣ, ଆପଣଙ୍କ ଦାୟିତ୍ୱ କେବଳ ହେଉଛି ଭିଡ଼ିଓକୁ ଦେଖିବେ, ବୁଝିବେ, ଆଉ ଏ ଟେନସନ୍ ଟୋଟାଲି ନିଅନ୍ତୁନି। ଜବ୍ ପାଇଁ ମୁଁ ଅଛି, ତ ଆପଣଙ୍କୁ ଆଉ ସାୟଦ ଆରାଉଣ୍ଡ ଲାଗି ଆଉ ମାତ୍ର 5ଟା ନା 10ଟା ଭିଡ଼ିଓ ଲାଗିବ। ଠିକ୍ ଅଛି, ଭିଡ଼ିଓକୁ ଏବେ ଆମେ ଆଗରୁ ଲେଟ୍ ହେଉଥିଲା କ'ଣ ପାଇଁ, ସବୁ ଭିଡ଼ିଓ 20 ମିନିଟ୍ ଲେଖା ପଳାଉଥିଲା। କ'ଣ ପାଇଁ ନା ଆପଣ ବେସିକ୍ ଜାଣିନଥିଲେ, ଏବେ ଆପଣ ବେସିକ୍ ଜାଣି ଦେଇଛନ୍ତି, ଏବେ ଆପଣ କୋଡ଼୍ ବି ରନ୍ କରିପାରୁଛନ୍ତି। ଠିକ୍ ଅଛି, ମୁଁ ଡାଇରେକ୍ଟ କ'ଣ କରିବି, ପଢ଼େଇବି, ଆଉ ବେଶୀ ଲମ୍ବା କଥା କହିବିନି, ବେଶୀ ଜମା ବୁଝିବାକୁ ଆପଣଙ୍କୁ ମାନେ ଭଲ ବି ଲାଗିବନି, କାହିଁକିନା ଆପଣ ଅଲରେଡ଼ି ବେଶୀ ଷ୍ଟ୍ରଙ୍ଗ୍ ହେଇସାରିଥିବ। ଠିକ୍ ଅଛି, ଏତିକିରେ ତ ମୁଁ ଡାଇରେକ୍ଟ କ'ଣ କରିବି ନା କୋଶ୍ଚିନ୍ କରିବି, କୋଶ୍ଚିନ୍ ଡାଟାବେସ୍ ଆମେ କ୍ରିଏଟ୍ କରିବା, କୋଡ଼ିଂ ରନ୍ କରିବା, ଶେଷ, ସେତିକି। ଆଉ ଲାଷ୍ଟ ଡେରେ ମୁଁ ଏଗେନ୍ ୱାନ୍ ସଟ୍ ଭିଡ଼ିଓ, ଅତି ବେଶୀରେ 1 ଘଣ୍ଟାରେ ଭିଡ଼ିଓ ବନେଇବି। ଠିକ୍ ଅଛି, ଲାଷ୍ଟରେ ମୁଁ ଆଜିଠୁ ପ୍ଲାନ୍ କହିଦେଉଛି। ଠିକ୍ ଅଛି, ସାଙ୍ଗ ହେଇକି ହିଁ କରିବା ଆମେ ଜବ୍ ପାଇଁ। ଡାଇରେକ୍ଟ ଯେଉଁଦିନ ଭିଡ଼ିଓ ସରିବ ତାର 2 ଦିନ ଭିତରେ ମୁଁ ଜବ୍ ପାଇଁ ଆପଣଙ୍କ ପୋର୍ଟାଲ ନିଶ୍ଚିତ ଖୋଲିଦେବି। ଠିକ୍ ଅଛି, ଆପଣ ଡାଇରେକ୍ଟ ଜବ୍ ପାଇଁ ଆପ୍ଲାଏ କରିପାରିବେ। ଆଉ ମୁଁ କଥା ଦେଉଛି ୱିଦିନ୍ 1 to 3 ଡେଜ୍, ମ୍ୟାକ୍ସିମମ୍ 3 ଡେଜ୍ ଭିତରେ ଆପଣଙ୍କୁ କମ୍ପାନୀ ଆପଣଙ୍କୁ କଲ୍ କରିଥିବ। ଠିକ୍ ଅଛି, ମୁଁ ଏମିତି ଆମେ ପ୍ରୋଜେକ୍ଟ ବନେଇବା, ଏମିତି ଆମେ କୋଡ଼୍ ଲେଖିବା, ଏମିତି ଆମେ ଗିଟବ୍ରେ ବି ଆମେ ପୁଜ୍ କରିବା। କ'ଣ ପାଇଁ ନା ଆପଣଙ୍କୁ ପ୍ରୋଫେସନାଲ୍। ଠିକ୍ ଅଛି, ବି ପ୍ରୋଫେସନାଲ୍ ୟାର, ପ୍ରୋଫେସନାଲ୍। ଆଜିକାଲି ଯୁଗରେ ଯଦି ପ୍ରୋଫେସନାଲ୍ ନ ହେବ କିଏ ବି ପଚାରିବେନି। ସ୍କିଲ୍ ଥାଉ କ'ଣ ଅଛି, କିନ୍ତୁ ପ୍ରୋଫେସନାଲ୍ ହେବା ଦରକାର। ଠିକ୍ ଅଛି, ତ ୱେଲକମ୍ ଆଗେନ୍ ଆମର ସାଇବର ବାଇ ଉତ୍କଳ ଚ୍ୟାନେଲକୁ। ତ ଚାଲନ୍ତୁ ଡେଟ୍ ନକରି ଷ୍ଟାର୍ଟ କରିବା। ଗୋଟେ ଭେରି ଇଣ୍ଟରେଷ୍ଟିଂ ଚାପ୍ଟର, ଯେଉଁଟା MySQLର ବହୁତ ମଜା, ଆପଣଙ୍କୁ ବି ମଜା ଆସିବ। ଦେଖନ୍ତୁ କ'ଣ ଏସ୍କ୍ୟୁଏଲ୍ କନଷ୍ଟାଣ୍ଟ। ତ ଏସ୍କ୍ୟୁଏଲ୍ କନଷ୍ଟାଣ୍ଟ କହିଲା କ'ଣ, ମୁଁ ଇଂଲିଶ କହିବି ଡାଇରେକ୍ଟ ଓଡ଼ିଆ କହିବି। ଠିକ୍ ଅଛି, କାହିଁକିନା ଆପଣ ଡେଫିନେସନ୍ ବୁକ୍ରୁ ପଢ଼ିପାରିବେ। ତ ଏସ୍କ୍ୟୁଏଲ୍ କନଷ୍ଟାଣ୍ଟ ମାନେ ହେଉଛି ଟେବୁଲ୍ ଭିତରେ ଡାଟା କେମିତି ଯିବ ସେଇଟା କଣ୍ଟ୍ରୋଲ୍ କରିବା। ତ ଆମେ କ'ଣ କରିବା, ଏଠି 2ଟା ଜିନିଷ ପଢ଼ିବା। କି କନଷ୍ଟାଣ୍ଟ ଆମର କ'ଣ ଅଛି, 2ଟା ଜିନିଷକୁ ପଢ଼ିବା। ଗୋଟେ ହେଉଛି ନଟ୍ ନଲ୍କୁ ଆମେ ୟୁଜ୍ କରିବା, ଆଉ ଗୋଟେ ହେଉଛି ଆମର କ'ଣ ୟୁନିକ୍କୁ ଆମେ ୟୁଜ୍ କରିବା। ଠିକ୍ ଅଛି, ତେବେ ୟାର କାମ ଆମେ କ'ଣ ଦେଖିବା। କି କନଷ୍ଟାଣ୍ଟର ଗୋଟେ ହେଉଛି ନଟ୍ ନଲ୍। ନଟ୍ ନଲ୍ର କାମ ହେଉଛି କୌଣସି ବି ନଲ୍ ଭ୍ୟାଲୁ ରହିପାରିବ ନାହିଁ। ଠିକ୍ ଅଛି, ସେ ଟେବୁଲ୍ ଭିତରେ କିମ୍ବା ସେ ଡବା ଭିତରେ ଆମେ ଯଦି ନଟ୍ ନଲ୍ କମାଣ୍ଡକୁ ୟୁଜ୍ କରିବା, ସେ ନଟ୍ ନଲ୍ କମାଣ୍ଡ ଭିତରେ ଏମିତି ବି ଯଦି ଆମେ ୟୁଜ୍ ଥରେ କରିଦେବା ନା, ସେ ମାନେ କ'ଣ ସେ ଟେବୁଲ୍ କିମ୍ବା ସେ ଜାଗାରେ କେବେ ଆମେ ନଲ୍ ଭ୍ୟାଲୁ ବସାଇବା। ନଲ୍ ଭ୍ୟାଲୁ ମାନେ କୌଣସି ଡାଟା ବି ବସାଇବା। ଯେମିତି ଫର୍ ଏକ୍ଜାମ୍ପଲ୍ ଆପଣ ଆଧାର କାର୍ଡ଼ ଯିବେ, ଆଧାର କାର୍ଡ଼ ପାଇଁ କ'ଣ ଆପଣଙ୍କ ନାଁ ନିଶ୍ଚିତ ଦରକାର। ଆପଣ ନାଁକୁ କେବେ ଖାଲି କରିପାରିବେ ନାହିଁ। ଠିକ୍ ଅଛି, ତ ସେଇ ଜାଗା ସେଇ ଜିନିଷ କହୁଛି ନଟ୍ ନଲ୍ କି କନଷ୍ଟାଣ୍ଟ। କି କନଷ୍ଟାଣ୍ଟ ହେଉଛି ଗୋଟେ ନଟ୍ ନଲ୍ ଡେଫିନେସନ୍। ତ ନଟ୍ ନଲ୍ କନଷ୍ଟାଣ୍ଟ ଏନ୍ସ୍ୟୁର୍ ଦ୍ୟାଟ୍ ଏ କଲମ୍ କ୍ୟାନ୍ ନଟ୍ ବି କଣ୍ଟେନ୍ ଏମ୍ପ୍ଟି ଭ୍ୟାଲୁ, କୌଣସି ଟୋଟାଲ୍ ବି ଫାଙ୍କା ରହିପାରିବ ନାହିଁ। ଠିକ୍ ଅଛି, ଏଇଟା ମୁଁ ଓଡ଼ିଆରେ ବି ଏଠି ଲେଖିଛି, ଆପଣ ଚାହିଁଲେ ପଢ଼ିପାରିବେ। କି ମୁଁ ଯେଉଁଟା କହିଥିଲି ଏଇଟା ସେଇଟା ହିଁ ଲେଖା ହେଇଛି। ଆଉ ଗୋଟେ ହେଉଛି କ'ଣ ୟୁନିକ୍। ୟୁନିକ୍ ଭ୍ୟାଲୁ କ'ଣ, ନାଁରୁ ହିଁ ଆପଣ ଜାଣିପାରୁଥିବେ ୟୁନିକ୍। ୟୁନିକ୍ ମାନେ ହେଉଛି ୟୁନିକ୍ କରିବା, ମାନେ ଅଲଗା ଅଲଗା ଡିଫରେନ୍ସ। ଠିକ୍ ଅଛି, ୟୁନିକ୍ କନଷ୍ଟାଣ୍ଟ ଏନ୍ସ୍ୟୁର୍ ଦ୍ୟାଟ୍ ଦ ଅଲ୍ ଭ୍ୟାଲୁଜ୍ କଲମ୍ସ ଆର୍ ଡିଫରେଣ୍ଟ, ମାନେ ଅଲଗା ଅଲଗା ଭାବରେ କରିବା। ଫର୍ ଏକ୍ଜାମ୍ପଲ୍ ନେମ୍ ଏକା ହେଇପାରିବ, ଏଜ୍ ଏକା ହେଇପାରିବ, କିନ୍ତୁ ଆପଣ କେବେ ଜିମେଲ୍ ଆଇ ଡ଼ି ଏକା ହେଇପାରିବ କି? ଧର ମୋ ଜିମେଲ୍ ଆଇ ଡ଼ି ଆପଣଙ୍କ ଜିମେଲ୍ ଆଇ ଡ଼ି କେବେ ବି ଏକା ହେଇପାରିବନି। ଦୁଇରେ ହେଲା ମୋ ଷ୍ଟୁଡେଣ୍ଟ ଆଇ ଡ଼ି ଆପଣଙ୍କ ଷ୍ଟୁଡେଣ୍ଟ ଆଇ ଡ଼ି କେବେ ବି ଏକା ହେଇପାରିବ ନାହିଁ। ଠିକ୍ ଅଛି, ରୋଲ୍ ନମ୍ବର ମାନେ ଏଇ ଟାଇପ୍ର ୟୁନିକ୍ ଭ୍ୟାଲୁ ଯେଉଁ ଜାଗାରେ ଆମକୁ ଆଡ଼୍ କରିବାର ଥିବ, ସେ ଜାଗାରେ ଆମେ କ'ଣ ୟୁନିକ୍ କମାଣ୍ଡ ୟୁଜ୍ କରିବା। ଠିକ୍ ଅଛି,
ତ ହେଇଥାଇପାରେ ଯେ ମୁଁ ଯେଉଁ ଆପଣଙ୍କୁ ଫାଷ୍ଟ ଏକ୍ଜାମ୍ପଲ୍ଟା ଦେଲି ଯେ ଲୁଣ ଡବା ଭିତରେ 1000 ଗ୍ରାମ, ଆପଣ ସେଇଟା ବୁଝିପାରିନଥିବେ। କିନ୍ତୁ ଆପଣ କୋଉଠି ଯେତେବେଳେ ଆମେ ରନ୍ କରିବା, ଏମିତି ଗୋଟେ କୋଶ୍ଚିନ୍ ନାହିଁ ଯେ ଆପଣ ଏକ୍ଜାମ୍ପଲ୍କୁ ବେଶୀ ସିରିୟସ୍ ନିଅନ୍ତୁ। ଯେତେବେଳେ ଆମେ କୋଡ୍ ରନ୍ କରିସାରିବା, ଅଟୋମେଟିକଲି ଆପଣ କ'ଣ ଅଟୋମେଟିକ୍ ଆପଣ ଇମାଜିନ୍ ହେଇଯିବ ଯେ ହଁ ଯାହା କହୁଥିଲି ଠିକ୍ ଅଛି, ଏମିତି ଏମିତି ଜିନିଷ। ଆମେ କୋଡ୍ ରନ୍ କରିସାରିଲା ପରେ କ'ଣ ଆମର ଜଣାପଡ଼ିଯିବ ଯେ ଆମେ କ'ଣ ପଢ଼ୁଛେ କ'ଣ ନାହିଁ। ଠିକ୍ ଅଛି। ତ ଚାଲନ୍ତୁ ଡେନୋକର ଡାଏଟ୍ ଯିବା, ଡେସ୍କଟପ୍କୁ ଯିବା। ଠିକ୍ ଅଛି। ଧୀରେ ଧୀରେ ଡାଏଟ୍ କୋଡ୍ ରନ୍ କରିବା। କୋଡ୍ ରନ୍ କଲା ପରେ ହିଁ ଆମକୁ ଜଣାପଡ଼ିବ କ'ଣ ଚାଲିଛି କ'ଣ ନାହିଁ। ଆମେ ଯେମିତିକି ଷ୍ଟାର୍ଟିଂରେ ଷ୍ଟାର୍ଟର ଏସ୍କ୍ୟୁଏଲ୍ ବନେଇ ଦେଇଥିଲେ ଗୋଟେ କ'ଣ ଡାଟାବେସ୍ ହେଲା। ଏବେ ଆମେ କ'ଣ କରିବା, ସିଣ୍ଟାକ୍ସଟା କପି ପେଷ୍ଟ ମାରିବା। ମୁଁ କପି ପେଷ୍ଟ ମାରିଦେଉଛି କାହିଁକିନା ଟାଇମ୍ ବଞ୍ଚିବା ପାଇଁ। ଆପଣ ତ ମାରିବେ, ଆପଣ ତ ଫୋନ୍ରେ ଦେଖନ୍ତୁ, ମୁଁ ଡେସ୍କଟପ୍ରେ କରୁଛି ଟାଇମ୍ କମ୍ ହେବା ପାଇଁ। ଠିକ୍ ଅଛି। ଆପଣ ଫୋନ୍ରେ କରନ୍ତୁ, ସବୁ ସେମ୍ ଜିନିଷ ଏକା, ୟା ପରଠୁ ସବୁ ଜିନିଷ ଏକା। ଫୋନ୍ରେ ଯେମିତି ମୁଁ ଏଠି ଯେମିତି କୋଡ଼୍ ଲେଖିକି ଯେମିତି ରନ୍ ବଟନ୍ ମାରିବି, ଫୋନ୍ରେ ସେମିତି କୋଡ଼୍ ବଟନ୍ ମାରିକି ରନ୍ ମାରିବି। ସବୁ ମେଥଡ଼ ସମାନ। ଠିକ୍ ଅଛି। ମୁଁ ଟାଇମ୍ କମ୍ ହେବା ପାଇଁ, ମୁଁ ଜଲ୍ଦି ହେବା ପାଇଁ, ମୁଁ କ'ଣ ଆପଣଙ୍କ ଟାଇମ୍ ବଞ୍ଚାଇବା ପାଇଁ ମୁଁ ଏଠି କ'ଣ କରୁଛି ନା କମାଣ୍ଡକୁ କପି ପେଷ୍ଟ ଆଡ଼ ମାରିକି ଡେସ୍କଟପ୍ରେ କରୁଛି। ଆଉ ଗୋଟେ କ'ଣ କଲେ, ଗୋଟେ ଏଠି ସିଣ୍ଟାକ୍ସ ଥିଲା କ'ଣ ନା କ୍ରିଏଟ୍ ଏ ଟେବୁଲ୍ ୱିଥ୍ କନଷ୍ଟ୍ରେଣ୍ଟ। କ'ଣ ଦେଲା ନା ଡାଟା ଟାଇପ୍ ଦେଇଛି, ଗୋଟେ କନଷ୍ଟ୍ରେଣ୍ଟ ଦେଇଛି column 1 column ଡାଟା ଟାଇପ୍ ଦେଇଛି। ଏ ତଳେ ଏକ୍ଜାମ୍ପଲ୍ ଅଛି। ଟେବୁଲ୍ ନେମ୍ ଆମେ ନେଇଛି lesson 3 କନଷ୍ଟ୍ରେଣ୍ଟ, ଯେହେତୁ ଏଇଟା ମୁଁ ଜାଣିକି ନେଇଛି ଆପଣମାନଙ୍କୁ ବୁଝାଇବା ପାଇଁ। lesson 3 ଅବଭିୟସ୍ଲି ଏଇଟା। ଠିକ୍ ଅଛି। ଦେଖିବା lesson 3 SQL କନଷ୍ଟ୍ରେଣ୍ଟ। ତ କ'ଣ SQL କନଷ୍ଟ୍ରେଣ୍ଟ ଯେହେତୁ ସେଥିପାଇଁ ମୁଁ ଡାଇରେକ୍ଟ ନାଁ ଦେଇଛି। ସେ କ'ଣ ଦେଇଛି ଦେଖନ୍ତୁ, ସେ ଦେଇଛି କ୍ରିଏଟ୍ ଏ ଟେବୁଲ୍। ଭଲ ଲାଗେ ବୁଝନ୍ତୁ ଜିନିଷଟା କ'ଣ ଏଠି ଦେଇଛି। ଦେଇଛି କ୍ରିଏଟ୍ ଏ ଟେବୁଲ୍। କମାଣ୍ଡକୁ ଭଲ ଲାଗେ ମନେ ରଖନ୍ତୁ, କିଛି ମନେ ରଖିବା ଆବଶ୍ୟକ ନାହିଁ। କୋଡ଼୍ ଏମିତି ଆମେ ଲେଖିବା ଯେ ଅଟୋମେଟିକ୍ ମନେ ରହିଯିବ। ଠିକ୍ ଅଛି। ସେ ଆମେ ଏଠି କ'ଣ ଦେଇଛି, ମୁଁ ଗୋଟେ କ'ଣ କଲି ନା ଗୋଟେ କ୍ରିଏଟ୍ ଟେବୁଲ୍ କଲି, ତା ନାଁ ଦେଲି lesson 3 କନଷ୍ଟ୍ରେଣ୍ଟ, ଆଇଡି ଦେଲି INT ହେଲା, ନେମ୍ ହାର୍କାର। ଯେମିତି ନେମ୍, ଏଇ ଜିନିଷଟା ଦେଖନ୍ତୁ, ନେମ୍ ନଟ୍ ନଲ୍, ମାନେ ନେମ୍ ଜାଗାଟା କେବେ ବି ଫାଙ୍କା ହେଇପାରିବ ନାହିଁ। ଯଦି ଫାଙ୍କା ଦେବି, ଯଦି ଏଣ୍ଟର ମାରିବି କିମ୍ବା ରନ୍ କରିବି, ତ କୋଡ଼ ମୋତେ ଏରର୍ ଆସିବ। ଇମେଲ୍, ଯେମିତି ମୁଁ କହିଥିଲି, ଇମେଲ୍ ହେଲା, ଷ୍ଟୁଡେଣ୍ଟ ଆଇଡି ହେଲା, ଗୋଟେ କଷ୍ଟମର ନମ୍ବର କେୟାର ହେଲା, କଷ୍ଟମର କେୟାର ନମ୍ବର ହେଲା, ଏସବୁ ୟୁନିକ୍ ନମ୍ବର। ଠିକ୍ ଅଛି। ମାନେ ଏସବୁ କେବେ ସମାନ ହେଇପାରିବନି, ଇକ୍ୱାଲ୍ ହେଇପାରିବନି। ଧରକର ଆମେ କ'ଣ ଏଇ ଟାଇମ୍ରେ ଧରକର ଆମେ ଧର ଭାବି ନିଅ ଯେ ଆପଣ ଜଣେ ଆଧାର କାର୍ଡ଼ର ଏମ୍ପ୍ଲୟ। ଠିକ୍ ଅଛି। ଆପଣ ଆଧାର କାର୍ଡ଼ ଏଣ୍ଟ୍ରି ମାରୁଛନ୍ତି, ତିଆରି କରୁଛନ୍ତି। ଆପଣଙ୍କର ଯଦି କ'ଣ ନେମ୍ ସେମ୍ ହେଇପାରେ, ମୋବାଇଲ୍ ନମ୍ବର ସେମ୍ ହେଇପାରେ, ଛାଡ଼, ମାନେ ଧରକର ମୋବାଇଲ୍ ନମ୍ବର ସେମ୍ ହେଇପାରେ, କାହିଁକିନା ମୋତେ ଯେହେତୁ 18 ବର୍ଷ ନ ହେଇଥିବ କି 12 ବର୍ଷ ନ ହେଇଥିବ, ତ ଅବଭିୟସ୍ଲି କ'ଣ ମୋ ନମ୍ବର ଏଠି ମାରିପାରିବି କି? ମୋ ବାପାଙ୍କ ଆଧାର କାର୍ଡ଼ ଯେଉଁ ନମ୍ବର ଥିବ, ମୋ ଆଧାର କାର୍ଡ଼ ବି ସେଇ ନମ୍ବର ଥାଇପାରେ। ମୋବାଇଲ୍ ନମ୍ବର ସେମ୍ ହେଇପାରିବ। ଜିମେଲ୍ ଆଇଡ଼ି ବି ଆଜିକାଲି ଯୁଗରେ ଇମେଲ୍ ଆସୁଛି, ଜିମେଲ୍ ବି ସେମ୍ ହେଇପାରିବ। କିନ୍ତୁ ଆଧାର ନମ୍ବର ବା VID, ଆଧାର ଯେଉଁ VID ନମ୍ବର ସେ କେବେ ସମାନ ହେଇପାରିବନି। ତ ଆମେ ଭାବି ନିଅନ୍ତୁ ଯେ ଏଠି ଇମେଲ୍ ଆମେ ଦେଇଛି, ଇମେଲ୍ ଜାଗାରେ ଆମେ ଆଧାର ନମ୍ବର ବି ଏଣ୍ଟ୍ରି କରିପାରିବା, ଯେଉଁଟାକି ୟୁନିକ୍ ରହିପାରିବ। ସମସ୍ତଙ୍କର ଅଲଗା ଅଲଗା ରହିପାରିବ। ଠିକ୍ ଅଛି। ଏଇଟା ପ୍ରଥମେ ଟେବୁଲ୍ କ୍ରିଏଟ୍ଟା ବୁଝିପାରିଲେ। ଠିକ୍ ଅଛି। ଏମିତି ନାହିଁ ଯେ ନେମ୍ ଜାଗାରେ ମୁଁ ନଟ୍ ନଲ୍ ମାରିପାରିବେ। ଯେଉଁ ଜାଗାରେ ଆପଣ ଏଠି ଇମେଲ୍ ଜାଗାରେ ନଟ୍ ନଲ୍ ମାରିପାରିବେ। ଯେଉଁ ଜାଗାରେ ଆପଣ ଚାହୁଁଛନ୍ତି ଯେ ଏଇ ଜାଗାଟା ଆପଣ ଯେତେବେଳେ ୱେବସାଇଟ୍ ବନେଇବେ, ଠିକ୍ ଅଛି, ଆପଣ ଯେତେବେଳେ ୱେବସାଇଟ୍ ବନେଇବେ କିମ୍ବା ବଡ଼ ବଡ଼ ଡାଟାବେସ୍ରେ କାମ କରିବେ, ଯେତେବେଳେ ବଡ଼ କମ୍ପାନୀ ପାଇଁ ଆପଣ ଯେତେବେଳେ କାମ କରିବେ, ସେଇ ଟାଇମ୍ରେ ଆପଣଙ୍କୁ ଏଇ ଜିନିଷଟା ଭଲ ଭାବରେ ବୁଝାପଡ଼ିବ। ମୁଁ କହୁନି ଯେତେବେଳେ ଆମ କାମ କରିବା, ଆମେ ଯେତେବେଳେ ପ୍ରୋଜେକ୍ଟ ବନେଇବା, ଆପଣଙ୍କୁ ଆଉ ଡିଟେଲ୍ସ ଆପଣ ପ୍ରାକ୍ଟିସ୍ ହେଇଯିବ। ଏବଂ ମୁଁ ଯେଉଁ କୋଶ୍ଚିନ୍ ବି ଆପଣଙ୍କୁ ଦେଇଛି, 2ଟା କୋଶ୍ଚିନ୍ ଦେଇଛି, ସେ 2ଟା କୋଶ୍ଚିନ୍ ଯଦି ଆପଣ ଭଲରେ ମୁଣ୍ଡ ପୂରେଇକି ଖର୍ଚ୍ଚ କରିକି ଯଦି ଆପଣ ମାନେ କ'ଣ ରନ୍ କରିଦେଉଛନ୍ତି, କମାଣ୍ଡ ଆଉଟପୁଟ୍ ବାହାର କରିଦେଉଛନ୍ତି, ତ ଆପଣଙ୍କୁ କ'ଣ ବେସିକ୍ ଟୋଟାଲ୍ କ୍ଲିୟର୍। ଏ ଭାଇ ଲେସନ୍ ବି ପୁରା କ୍ଲିୟର୍, କିଛି ଘୋଷିବା ଆବଶ୍ୟକ ନାହିଁ। ପୂର୍ବ ଭିଡ଼ିଓରେ ମୁଁ କହିଥିଲି କେମିତି AIକୁ ମଧ୍ୟ ୟୁଜ୍ କରିକି ଆପଣଙ୍କ ପ୍ରାକ୍ଟିସ୍କୁ ଆପଣ ଇମ୍ପ୍ରୁଭ୍ କରିପାରିବେ। ମୁଁ ବେଶୀ ମାଗୁନି, ଆପଣଙ୍କୁ ମାତ୍ର 15 ମିନିଟ୍ ମାଗୁଛି। ଠିକ୍ ଅଛି। ଦିନ ଆଗରେ ମାତ୍ର 15 ମିନିଟ୍, 5 ମିନିଟ୍ ଏ ଭିଡ଼ିଓ ଦିନେ ଦେଖି ସାରିଲେ ଧର ଖାଉଥିବା ସମୟରେ ଭିଡ଼ିଓ ଦେଖନ୍ତୁ, କିଛି ଅସୁବିଧା ନାହିଁ। ମୁଁ କହୁନି ଯେ ଗୋଟେ ସିରିୟସ୍ ହେଇ ଭିଡ଼ିଓ ଦେଖ, ବୁଝିଲେ ନା। ଓଡ଼ିଆ ଭିଡ଼ିଓ ଅବଭିୟସ୍ଲି ହିନ୍ଦୀ ନୁହଁ କି ଇଂଲିଶ ନୁହଁ, ଜାଣିପାରିବ ଆପଣଙ୍କୁ ବୋରି। ଯଦି ଭାଇ ଲାଇଫ୍ରେ କିଛି ଇମ୍ପ୍ରୁଭ୍ କରିବାକୁ ଚାହୁଁଛ, ମୋତେ 18 ବର୍ଷ ହେଲା, 19 ବର୍ଷ ହେଲା, ନିଜ ପଇସାରେ ମାନେ କ'ଣ ବାପାଙ୍କୁ କିଛି ଫାଇନାନ୍ସିଆଲି ହେଲ୍ପ କରିବାକୁ ଚାହୁଁଛନ୍ତି, ତ ମୁଁ କମ୍ପଲସରି କହୁଛି ଯେ ବାଜାର ସହିତ କହୁଛି ଯେ ଏଇ ଭିଡ଼ିଓ ଆପଣଙ୍କ ପାଇଁ ନିହାତି ହେଲ୍ପଫୁଲ୍ ହେବ। ଠିକ୍ ଅଛି। ତ ଆମେ କ'ଣ କମାଣ୍ଡ ଏଥର ବୁଝିଗଲେ, ଡାଇରେକ୍ଟ ଆମେ ଏଥର କମାଣ୍ଡ ରନ୍ କରିବା। ଠିକ୍ ଅଛି। ଆମେ ଏଥର କମାଣ୍ଡ ରନ୍ କରିବା। ଏଠି କଲମ୍ ରହିଲା
ठीक अच्छे यूज डाटा एसक्यूएल माने कौन डाटाबेस एंट्री को आने डाटाबेस एंट्री आम गोटे टेबुल बनवा जो थे कौन आईडी आईएनडी अच्छे नेम भारकर जोटा कि नॉट नल अच्छे इमेल अच्छे भारकर 100 जोटा कि यूनिक अच्छे ठीक अच्छे आम रन करवा देखो क्रिएट यूज डाटाबेस हो गला देखो क्रिएट सक्सेसफुल माने टेबुल आमर कंप्लीट भाव तो आम टेबुल को देखा केमी आमर कौन टेबुल क्रिएट होना ना आइदर एठी कौन करवा ना कंट्रोल V फास्ट प्रथम यूज करदे यूज कलापर सिलेक्ट सिलेक्ट स्टार फ्रॉम कौन जहाँ देथिले आमे गोटे कौन देथिले ना नेम देथिले आमे लेसन 3 कांस्टेंट आमे दे दो देखो देखा देखो आईडी अच्छी नेम अच्छी इमेल अच्छी एवं कौन इनसर्ट करवा डाटा इनसर्ट कला आपको भल भाव जाना पड़ो जे कौन नॉट नल यूज हो कौन यूनिक माने कौन नॉट नल मान यूज कौन है ठीक अच्छे तो आम या भितर ही कोड लिखिदे को टे छोट करदे ठीक अच्छे ये देखो क्वेरी ओके रन इनसर्ट एवं इनसर्ट कर इनसर्ट कौन दे देखो इनसर्ट मु कौन दे भेरी एग्जांपल दे माने भेरी इजी एग्जांपल देखो आईडी अच्छी नेम अच्छी आ कौन अच्छी इमेल अच्छी तो से अनुसार मुझे कौन करी ना आईडी लिखी 1 अमित इमेल लिखी amit@gmail.com ठीक अच्छे पुणे आईडी दे 2 रीना रीना@gmail.com लेसन 3 कांस्टेंट आम जमी वैल्यू इनसर्ट करते इनसर्ट करवा आम वैल्यू इनसर्ट करके देखा कौन कौन आमको सिलेक्ट स्टार फ्रॉम कर देखा कौन आउे कौन ना है इनसर्ट करदे एवं आम रन करके देखा देखो देखिले आईडी 1 2 होगा देखो ये देखो आईडी 1 2 होगा अमित रेना @gmail.com होगा जदि आम एथर देखा कौन देखा देखिए देखो आईडी यहाँ आउटपुट बाहर आमर ठीक अच्छे एवं आम देखा नॉट नल कंटेंट एरर एग्जांपल एटा आम सक्सेसफुल कौन क्वेरी रन करदे ठीक अच्छे आम ये क्वेरी सक्सेसफुली रन करदे एवं आम देखा किसी एरर केमी आम एरर करवा धरकर देखो ये इनसर्ट इनटू आउ गोटे देखा देखो ये नहीं आम कौन आउ दीटा एग्जाम आउ गोटे देखो मुझे यहाँ कौन देखा ना देखो मु नॉट नल एग्जांपल देखिए देखो एरर आसो ये हटे कंट्रोल V मारि नल माने ये किसी भी देखिए ना माने देखो नॉट नल माने नेम आमर कंपलसरी आम देजे नॉट नल माने नल वैल्यू रही पारे ना देखो तले देखो ये ना एरर आसो ठीक अच्छे देखो ये एरर आसो देखो एरर आसला देखिपारे इनसर्ट लेसन 3 कौन वैल्यू 3 राहुल ये कौन लेसन कंटेंट एरर आसला कौन एरर आसला देखो ये काउंट डजंट मैच वैल्यू काउंट रो 1 ठीक अच्छे ये जदि मुझे ना देदेवी यार कौन राहुल देलापर देखो ऑटोमेटिक ना राहुल राहुल देलापर देखो कोडे सक्सेसफुल रन कर देखिले राहुल बोले ऐड हो गला जापारे एथर कौन नल माने आम जो नल नॉट नल आम जो यूज करूँ कमांडटा तार कम कौन आप जापारे एवं नेक्स्ट को जा जोटा कि हूँ यूनिक आम देखो यूनिक आम जीमेल देते है आम थोड़ा गोटे कॉपी जीमेल ये कहार कॉपी जीमेल यूज करवा ना आम थोड़ा कॉपी जीमेल यूज करवा कहार ना अमितर है आम अमित अलरेडी दे सारी ठीक अच्छे आम राहुल ना दबा ठीक अच्छे राहुल ना दबा amit@gmail.com दबा देखिए कौन हो देखिए रन करे एरर आसना एरर आसुनी देखो एरर आसला देखिले ये कौन डुप्लिकेट एंट्री है कहीं कहीं आम इमेल यूनिक देते किंतु ये कौन है ना अमित ये डुप्लिकेट होम देखो अमित न लिखिक ये आकाश लिखिदे आकाश@gmail.com देखो आकाश देखो आकाश आकाश आकाश@gmail.com देखो ये गोटे देखो मु राहुल राहुल ये दीटा यूज कर वर्ड ठीक अच्छे एरर आसबनी कौन ना आम नेम को ये देखो आम नेम को ये यूनिक देना देखिले आम ये नेम को यूनिक देना ये देखो आम नेम को ये यूनिक देना
आम केवल यूनिक देते इमेल को जदि आम नॉट नल यूनिक दे था है नॉट नल कमा यूनिक लिखी था UNIQ यूनिक लिखी था तेज नॉट नल सहित यूनिक भी हो जाता ठीक अच्छे आशा करुँच आपंकर कौन ऑल डाउट क्लीयर होदी किसी कौन आसुच्छी डाउट किसी टेलीग्राम चैनल डिस्क्रिप्शन अच्छी विदिन 15 मिनिट्रे आपको कौन सल्यूशन प्रोवाइड करदेवी ठीक अच्छे तो आप जॉइन हूँ तो आप सल्यूशन ये मिल जाव तो से टाइप्र देखो मुझे क्वेश्चन आप प्राक्ट देती पूरा माइंडफुल क्वेश्चन आप आंसर देखिए ना डायरेक्ट क्वेश्चन करेंगे मुझे क्वेश्चन कौन देती क्रिएट टेबल नेम लेसन 3 क्लास मॉनिटर ठीक अच्छे क्लास मॉनिटर देखिए होशियार होता है क्लास मॉनिटर आईडी जोटा कि बनइबे यूनिक मॉनिटर नेम आज नॉट नल ठीक अच्छे से मॉनिटर नेम बनइबे गोटे टेबुल बनइबे टेबुल मॉनिटर आईडी बनइबे यूनिक आउ मॉनिटर नेम बनइबे नॉट नल ठीक अच्छे ये देखो मुझे क्वेरी दे देती मुझे क्वेरी रन करी कहीं मुझे अलरेडी पूर्व क्लास क्वेरी रन करी कहीं मुझे क्वेरी रन करदेवी आप देखिए पुणी आप प्राक्ट कराया इच्छा हेना ठीक अच्छे तो आज वीडियो में ये रोचे नमस्कार देखा पुणी नेक्स्ट वीडियो रे।